ନିଜେ କହୁଛନ୍ତି ଯେ ମତେ ଏଠିକି ଯିବାକୁ ପଡିବ ସେଠିକି ଯିବାକୁ ପଡିବ ଏଇ ଜାଗାକୁ ନେଇ ଚାଲ ସେଇ ଜାଗାକୁ ନେଇ ଚାଲ ଅର୍ଥ ଆମେ ବୁଝୁଛୁ ଯେ ପ୍ରଭୁଙ୍କର ତଥ୍ୟକୁ ସେ ନେଇକିରି ସାଙ୍ଗରେ ଆସିଛନ୍ତି ଆଉ ଭଲ ଭାବେ ମଧ୍ୟ ପରଖିକି ଦେଖିଛନ୍ତି ଜାଣିଛନ୍ତି। ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ମଙ୍ଗଳା ଆଳତି ଦର୍ଶନ ପାଇଁ ବ୍ୟବସ୍ଥା ଥିଲା। ଜିଲ୍ଲାର ଆରକ୍ଷୀ ଅଧ୍ୟକ୍ଷ ଜିଲ୍ଲାପାଳ ସେବାୟତ ତରଫରୁ ଆମେ ନିଜେ ପୂର୍ବ ଦ୍ୱାର ଦେଇ ଗସ୍ତ କଲେ ଦର୍ଶନ କରି ମହାପ୍ରଭୁ ମୁକ୍ତି ମଣ୍ଡପ ଗଣେଶ ମନ୍ଦିର ମଙ୍ଗଳା ମନ୍ଦିର ରୋଷେଇ ଘର ବିମଳା ମନ୍ଦିର ମହାଲକ୍ଷ୍ମୀ କାନପଦ ହନୁମାନ ଦେଇ ମାଲକୁ ଦର୍ଶନ କରି ପ୍ରସ୍ଥାନ କଲେ। ଆଉ ସବୁଠୁ ବଡ ଇଣ୍ଟରେଷ୍ଟ ଯେ ଜଣେ ଏତେ ବଡ ଅଧିକାରୀ ରୋଷ ଘର ଦେଖିବା ପାଇଁ ଯୋଉ ଇଚ୍ଛା ପ୍ରକାଶ କଲେ ଆଉ ରୋଷ ଘର ଦେଖି ବଡ ଆନନ୍ଦିତ ମଧ୍ୟ ହେଲେ। ରୋଷେଇ ଘର ଦେଖିଲେ କୋଇଲି ବୈକୁଣ୍ଠ ଗଲେ ଯୋଉଠି ମହାପ୍ରଭୁ ସମାଧି ହୁଏ ଏ ସମସ୍ତ ତନଖି କରି ମହାପ୍ରଭୁଙ୍କୁ ଦେଖିକିରି ଦର୍ଶନ କରି ମନରେ ଏକ ଆନନ୍ଦର ଉଲ୍ଲାସର ସହିତ ଜଗନ୍ନାଥ ତତ୍ତ୍ୱ ଉପରେ ତାଙ୍କର ଅନେକ ଜ୍ଞାନ ରହିଛି। ନିଶ୍ଚିତ ଭାବରେ ଅଛି ଆମେ ଆଶା ଓ ବିଶ୍ୱାସ କରୁଛୁ ଯେହେତୁ ସେ ନିଜେ କହୁଛନ୍ତି ଯେ ମତେ ଏଠିକି ଯିବାକୁ ପଡିବ ସେଠିକି ଯିବାକୁ ପଡିବ ଏଇ ଜାଗାକୁ ନେଇ ଚାଲ ସେଇ ଜାଗାକୁ ନେଇ ଚାଲ ଅର୍ଥ ଆମେ ବୁଝୁଛୁ ଯେ ପ୍ରଭୁଙ୍କର ତଥ୍ୟକୁ ସେ ନେଇକିରି ସାଙ୍ଗରେ ଆସିଛନ୍ତି ଆଉ ଭଲ ଭାବେ ମଧ୍ୟ ପରଖିକି ଦେଖିଛନ୍ତି ଜାଣିଛନ୍ତି ଯଦ୍ୱାରା ଈଶ୍ୱରଙ୍କ ପାଖରେ ଆହୁରି ମଧ୍ୟ ତାଙ୍କୁ ସମୟ ଦେବାର ଇଚ୍ଛା ପ୍ରୟାସ ଥିଲେ ମଧ୍ୟ ପ୍ରୋଟୋକଲ ଅନୁଯାୟୀ ଏହା ଏକ ସମୟ ନିର୍ଦ୍ଧାରିତ ହେଇପାରିନଥିଲା କିନ୍ତୁ 7ରୁ 9ଟା ଯୋଉ ସମୟ ଥିଲା ଏହା ଏକ ସମ୍ପୂର୍ଣ୍ଣ ଭାବେ ଆଉ ଘଣ୍ଟାଏ ପୂର୍ବରୁ ସରିଯାଇଥିଲା। 9ଟା ସୁଦ୍ଧା ପୁରୀ ଛାଡ଼ିବାର ଥିଲା। ଜୟ ଜଗନ୍ନାଥ। 47 ବର୍ଷର ଟ୍ରଷ୍ଟେଡ୍ ବ୍ରାଣ୍ଡ ରାଜ ଇଲେକ୍ଟ୍ରୋନିକ୍ସ এই ବର୍ଷ এসি ও রেফ্রিজারেটর ସବୁଠାରୁ କମ୍ ରେଟ୍ରେ କେବଳ ରାଜ ଇଲେକ୍ଟ୍ରୋନିକ୍ସରେ।